ସାବିତ୍ରୀ ବ୍ରତର 25ଟି ଗୁରୁତ୍ୱପୂର୍ଣ୍ଣ ନିୟମ ପ୍ରତ୍ୟେକ ସଧବା ନାରୀ ନିହାତି ଜାଣିବା ଦରକାର। ତ ଚାଲନ୍ତୁ ପ୍ରଥମେ ଜାଣିବା। ତ ନମ୍ବର 1, ପ୍ରତ୍ୟେକ ସଧବା ନାରୀମାନେ ସାବିତ୍ରୀ ବ୍ରତ ପାଳନ କରିବେ। ନମ୍ବର 2, ସାବିତ୍ରୀ ବ୍ରତରେ ନାଲି ରଙ୍ଗର ଶାଢ଼ୀ ଚୁଡ଼ି ବ୍ୟବହାର କରିବେ। ଯଦି ପାର୍ବତୀଙ୍କର ପୂଜା କରୁଥିବେ ତାହେଲେ କଳା ଶଙ୍ଖା ପୂଜା କରିପାରିବେ। ନମ୍ବର 3, ଏହି ବ୍ରତରେ ନାଲି ଏବଂ ହଳଦିଆ ରଙ୍ଗର ବ୍ରତ ପୂଜା କରିପାରିବେ। ନମ୍ବର 4, ସାବିତ୍ରୀ ବ୍ରତ ଡାହାଣ ହାତରେ ପିନ୍ଧିବା ଉଚିତ। ନମ୍ବର 5, ଏହି ବ୍ରତରେ ମା ସାବିତ୍ରୀଙ୍କୁ, ମା ଲକ୍ଷ୍ମୀଙ୍କୁ, ମା ପାର୍ବତୀଙ୍କୁ ପୂଜା କରାଯାଏ ଏବଂ ପ୍ରଭୁ ନାରାୟଣଙ୍କୁ ଏବଂ ପ୍ରଭୁ ଶିବଙ୍କୁ ପୂଜା କରାଯାଏ। ନମ୍ବର 6, ରାଜା ସତ୍ୟବାନଙ୍କର ଜୀବନ ଫେରାଇ ଦେଇଥିଲେ ଧର୍ମରାଜ ଯମ। ସେଥିପାଇଁ ରାଣୀ ସାବିତ୍ରୀ ଯମ ଦେବତାଙ୍କୁ ପୂଜା କରିଥିଲେ। ଆପଣମାନେ ଚାହିଁଲେ ଧର୍ମରାଜ ଯମଙ୍କର ପୂଜା କରିପାରିବେ ସ୍ୱାମୀଙ୍କର ଦୀର୍ଘାୟୁ ପାଇଁ। ନମ୍ବର 7, ସ୍ୱାମୀଙ୍କର ଦୀର୍ଘାୟୁ କାମନା ପାଇଁ ଏହି ବ୍ରତ ପାଳନ କରାଯାଏ। ଜଣେ ସଧବା ନାରୀ ବଞ୍ଚିଥିବା ପର୍ଯ୍ୟନ୍ତ ହାତରେ ଶଙ୍ଖା ସିନ୍ଦୂର ରହିବା ପାଇଁ ଏହି ବ୍ରତ ପାଳନ କରାଯାଏ। ନମ୍ବର 8, ସାବିତ୍ରୀ ବ୍ରତରେ ଫଳ, ଗଜାମୁଗ, ଶାଗୁପଣା, ଫଳ ଜୁସ୍, ବୁଟ ଇତ୍ୟାଦି ଖାଇପାରିବେ। ନମ୍ବର 9, ସାବିତ୍ରୀ ବ୍ରତରେ ରନ୍ଧା ହୋଇଥିବା ଖାଦ୍ୟ ଯଥା ଚାହା, ପିଆଜ, ରସୁଣ, ପିତା, କଷା ଇତ୍ୟାଦି ଖାଦ୍ୟ ଖାଇବା ଉଚିତ ନୁହେଁ। ନମ୍ବର 10, ଏହି ବ୍ରତ ବରଗଛ ମୂଳେ, ଘରେ କିମ୍ବା ମନ୍ଦିରରେ କରିପାରିବେ। ନମ୍ବର 11, ଘରେ ଘଟ ସ୍ଥାପନା କରି ନଡ଼ିଆ କିମ୍ବା ପଇଡ଼ରେ ଦେବୀଙ୍କର ପ୍ରତିମୂର୍ତ୍ତି ସ୍ଥାପନା କରି ପୂଜା କରାଯାଏ। ନମ୍ବର 12, ଏହି ବ୍ରତରେ ବ୍ରତ ଗୁଆ, ସିନ୍ଦୂର, ଅଳତା, ଶାଢ଼ୀ, ନାଲି ଶଙ୍ଖା, ଅରୁଆ ଚାଉଳ, ଦୁବ, ଆମ୍ବଡାଳ, ବରକୋଳି ପତ୍ର, ଫୁଲ, ହଳଦୀ, ମାଟି କଳସ ବା ପିତ୍ତଳ କଳସ, ପିତ୍ତଳ ଥାଳି ଇତ୍ୟାଦି ଦରକାର ହୋଇଥାଏ। ନମ୍ବର 13, ସାବିତ୍ରୀ ବ୍ରତରେ 7ଟି ଗଣ୍ଠି ପଡ଼ିଥାଏ। ଏହି ବ୍ରତକୁ ସଧବା ନାରୀମାନେ ଧାରଣ କରିବେ ଏବଂ ହଳଦୀରେ ବୁଡ଼ାଇ କିମ୍ବା ହଳଦୀ ରଙ୍ଗର ବ୍ରତ ହୋଇଥିଲେ ଭଲ। ନମ୍ବର 14, ସାବିତ୍ରୀ ବ୍ରତ ସ୍ୱାମୀଙ୍କ ପାଇଁ କରାଯାଇଥାଏ। ତେଣୁ ପୂଜା ସାମଗ୍ରୀ ସବୁ ସ୍ୱାମୀଙ୍କ ଘରୁ ଆଣି ପୂଜା କରିବା ଉଚିତ। ବାପାଙ୍କୁ କଷ୍ଟ ଦେଇ ସାବିତ୍ରୀ ପାଳନ କଲେ ସ୍ୱାମୀଙ୍କର ଅମଙ୍ଗଳ ହୁଏ। ନମ୍ବର 15, ବ୍ରତ ଦିନ ସ୍ୱାମୀଙ୍କୁ ପୂଜା କରାଯାଏ। ଏହି ଦିନ କଟୁ କଥା କହିବା ଉଚିତ ନୁହେଁ। ବ୍ରତ ଦିନ ତାଙ୍କର ପୂଜା ନୁହେଁ, ଆଶୀର୍ବାଦ ଦରକାର। ନମ୍ବର 16, ଏହି ବ୍ରତ ଛୁତକ କିମ୍ବା ମୃତକ ସମୟରେ ପୂଜା କରାଯାଏ ନାହିଁ। ଛୁତକ ସମୟରେ ଅନ୍ୟ କାହା ଦ୍ୱାରା ପୂଜା ସାମଗ୍ରୀକୁ ନ ଛୁଇଁ ପୂଜା କରାଇ ପ୍ରସାଦ ସେବନ କରିପାରିବେ। କିନ୍ତୁ ମୃତକ ସମୟରେ ଏହି ବ୍ରତ କରାଯାଇନଥାଏ କାରଣ ପ୍ରସାଦ ପାଆନ୍ତି ନାହିଁ ଏଥିରେ। ନମ୍ବର 17, ଏଥିରେ ସମସ୍ତ ଗର୍ଭବତୀ ମହିଳାମାନେ ବ୍ରତ କରିପାରିବେ କିନ୍ତୁ ଉପବାସ ରହି ନୁହେଁ। ଫଳ, ମୂଳ, ଶାଗୁ, ଉପମା, ପରଟା ଇତ୍ୟାଦି ଖାଇପାରିବେ କିନ୍ତୁ ଉଷୁନା, ପିତା, କଷା, ପିଆଜ, ରସୁଣ ଇତ୍ୟାଦି ଖାଇବେ ନାହିଁ। ନମ୍ବର 18, ମାସିକ ଧର୍ମ ସମୟରେ ଏହି ବ୍ରତ କରିପାରିବେ କିନ୍ତୁ କୌଣସି ପୂଜା ସାମଗ୍ରୀକୁ ଛୁଇଁବେନି କି ପୂଜା କରିବେ ନାହିଁ। ପୂଜା ସାରିବା ପରେ
ଓ ପ୍ରସାଦ ସରିବା ପରେ ପ୍ରସାଦ ଛୁଇଁ ଖାଇପାରିବେ। ଘରର ଅନ୍ୟ ଜଣେ ସଦସ୍ୟ କିମ୍ବା ସ୍ୱାମୀଙ୍କ ଦ୍ୱାରା ପୂଜା କରାଇ ଆଣିପାରିବେ। ନମ୍ବର 19, ବିବାହରୁ ପ୍ରଥମ ବର୍ଷରୁ ହିଁ ସାବିତ୍ରୀ ବ୍ରତ କରାଯାଏ। ଯଦି ପ୍ରଥମ ବର୍ଷ ପୂଜା କରିବା ସମୟରେ ଋତୁସ୍ରାବ ହୋଇଥାଏ କିମ୍ବା ଛୁତକ ମୃତକ ହୋଇଥାଏ, ତାହେଲେ ପ୍ରଥମ ବର୍ଷ ପୂଜା ନକରି ପର ବର୍ଷଠାରୁ ପୂଜା କରିବା ଉଚିତ। ନମ୍ବର 20, ସାବିତ୍ରୀ ବ୍ରତ ଦିନ ଶିବଙ୍କର ଓ ପାର୍ବତୀଙ୍କର ଲକ୍ଷ୍ମୀନାରାୟଣଙ୍କ ଯୁଗଳ ମୂର୍ତ୍ତିକୁ ଦର୍ଶନ କଲେ ଶୁଭ ହୋଇଥାଏ। ନମ୍ବର 21, ବ୍ରତ ସରିବା ପରେ ପରଦିନ ଗାଧୋଇ ସାରି ଠାକୁରଙ୍କ ପୂଜା ସାରି ବ୍ରତକୁ ଉତାରି ଉଜାଇ ପାରିବେ। ନମ୍ବର 22, ବ୍ରତ ଦିନ ପୂଜା କରି ଆଣିଥିବା ଶାଢ଼ୀ, ଶଙ୍ଖା, ସିନ୍ଦୂର, ଚୁଡ଼ି ପିନ୍ଧି ସ୍ୱାମୀ ଏବଂ ଘରର ଅନ୍ୟ ସଦସ୍ୟଙ୍କ ଠାରୁ ଆଶୀର୍ବାଦ ନେବା ଉଚିତ। ଯଦି ସ୍ୱାମୀ ତାଙ୍କ ଇଚ୍ଛାରେ ପ୍ରସାଦ ଖୁଆଇ ଦିଅନ୍ତି, ତାହେଲେ ଅତ୍ୟନ୍ତ ଶୁଭ ହୋଇଥାଏ। ସାବିତ୍ରୀ ବ୍ରତ ଦିନ ପୂଜା କରାଯାଇଥିବା ଘଟ ଆଦି ଜିନିଷକୁ ବ୍ରତର ପରଦିନ ଏକ ପାତ୍ରରେ ତୋଳି ପାଣିରେ ଉଜାଇ ଦେବେ। ନମ୍ବର 24, ବ୍ରତ ଦିନ ମନରେ କୁଶ୍ଚିନ୍ତା ନ ରଖି ଭଲ ଚିନ୍ତା କରିବା ଉଚିତ। ନମ୍ବର 25, ଏହି ଦିନ ଠାକୁରଙ୍କ ପାଖରେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ପୂଜା କରିବା ଉଚିତ। ନମସ୍କାର, ଜୟ ଜଗନ୍ନାଥ। ଯଦି ଭିଡ଼ିଓଟି ଆପଣମାନଙ୍କୁ ପସନ୍ଦ ଆସିଥାଏ ତ ନିହାତି ଲାଇକ୍ କରିବେ, ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ରହୁଛି, ନମସ୍କାର, ଜୟ ଜଗନ୍ନାଥ। ଭଲରେ ରୁହନ୍ତୁ ଆପଣମାନେ।